ଆଜ୍ଞା ନମସ୍କାର। ଛାଡ଼ ଖାଇର ଜୋରଦାର ମହଲ ଭିତରେ ଆସନ୍ତୁ ଶୁଣିବା ଆଜି ଟକରା ବୁଢ଼ାର ଛାଡ଼ ଖାଇ ପର୍ବ। ଦୀର୍ଘ 30 ଦିନ କାର୍ତ୍ତିକ ମାସର ଅପେକ୍ଷା ପରେ ଛାଡ଼ ଖାଇ ପର୍ବ ପାଳନ ହୁଏ। ହଁ ଆଜ୍ଞା, ଆଇଁଷ ପ୍ରେମୀ ଗଣଙ୍କ ପାଇଁ ଏ 30 ଦିନ 12 ବର୍ଷର ଗୋଟିଏ ଯୁଗ ଆଉ ପର୍ବ ସଦୃଶ୍ୟ ଅଟେ। କାର୍ତ୍ତିକ ମାସର ଶେଷ 5 ଦିନ ମାନେ ପଞ୍ଚୁକରୁ ଛାଡ଼ ଖାଇ ଭୋଜିର ଯୋଜନା ପ୍ରକଳ୍ପ ଆରମ୍ଭ ହୋଇଯାଏ। କେମିତି ଏ କାର୍ତ୍ତିକ ମାସ ସରିବ ଆଉ ସେ ନିଜ ଜିହ୍ୱାର ସ୍ୱାଦକୁ ସନ୍ତୁଷ୍ଟି ପ୍ରଦାନ କରିବେ। ଏମିତି ଭାଳିଣୀ ଭିତରେ ସେମାନଙ୍କର ଆବିଷ୍କାର ଓ ଗବେଷଣାରୁ ଜନ୍ମ ନେଇଥିବା ସେହି ଅଞ୍ଚଳର ସର୍ବୋତ୍ତମ ଆଇଁଷ ବେପାରୀମାନଙ୍କର ଗୋଟିଏ ତାଲିକା ପ୍ରସ୍ତୁତି ହୋଇଯାଏ। ଛାଡ଼ ଖାଇ ଭୋଜି ଗୋଷ୍ଠୀଗତ ଓ ବ୍ୟକ୍ତିଗତ ଭାବରେ କରାଯାଇଥାଏ। କେତେଜଣ ମିଳିମିଶି ସାଙ୍ଗ ହୋଇ ଛାଡ଼ ଖାଇ ଭୋଜି କରିବା ବେଳେ ଆଉ କେତେକ ଅମାନିଆ ଦୁଇ ଗୋଡ଼ିଆ ପ୍ରାଣୀ ମା ସ୍ତ୍ରୀଙ୍କର ଆଖିର ଲୁହକୁ ଖାତିରି ନ କରି ମଦ ମାଂସ ଖାଇ ଛାଡ଼ ଖାଇ ନାଁରେ ନିଜ ଘର ପରିବାରର ସମ୍ମାନକୁ ବଳି ଚଢ଼ାଇ ଦିଅନ୍ତି। ଆଉ ତାପରେ ଜନସାଧାରଣଙ୍କ ମୁଖରେ ଛି ଛିର ପାତ୍ର ହୋଇ ରହିଯାଆନ୍ତି। ଅନ୍ୟପକ୍ଷରେ ରାମବାବୁଙ୍କ ଭଳି ବ୍ୟକ୍ତି ମହଙ୍ଗା ବଜାରରୁ କିଲେ ମାଛ ଆଣି ସମସ୍ତ ପରିବାର ସଦସ୍ୟଙ୍କ ସହିତ ଛାଡ଼ ଖାଇ କରିଥାନ୍ତି। ହେଲେ ସବୁଠାରୁ ଛାଡ଼ ଖାଇର ନିଆରା ଘଟଣାଟି ଘଟିଥିଲା ଆମର ଏଇ ଟକରା ବୁଢ଼ା ଆଉ ବୁଢ଼ୀ ମାଉସୀଙ୍କ ସାଥିରେ। ଆଜି ଛାଡ଼ ଖାଇ ଶୁଖୁଆ ବଜାର ବଡ଼ ମହଙ୍ଗା, 2 ଖଣ୍ଡ ହେବ ଭଜା, ପଖାଳ ସାଥିରେ ବେସର ଶୁଖୁଆ, ଯିଏ ଖାଇଛି ସିଏ ଜାଣିଛି ତା ମଜା। ଅଧିକା ରସୁଣ ଲଙ୍କାକୁ ଦେଇ ବାଟିଲା ବୁଢ଼ୀ ବେସର, ପାଟିର ଲାଳକୁ ଜବତ କରି ଶୁଖୁଆ ଭାଜିଲା ହୋଇ ତରବର। ଗାଧୋଇ ପାଧୋଇ ବୁଢ଼ା ଆସିଲା, ବୁଢ଼ୀ ବାଢ଼ି ଦେଲା କଂସେ ପଖାଳ, ପୋଡ଼ା ଚକଟାକୁ ଶୁଖୁଆ ଭଜା, ବୁଢ଼ାର ଆଜି ଭୋଜି ମଉଜ। ବୁଢ଼ୀ ଗଲା ଏବେ ବଡ଼ି ଶୁଖାଇ, ସୁଯୋଗ ପାଇ ବୁଢ଼ା କରିଦେଲା ଖାଲି କଡ଼େଇ। ବୁଢ଼ୀ ଆସିଲା ହକା ବକା ହୋଇ ସବୁ ବୁଝିଲା। କଡ଼େଇକୁ ସେ ଫୋପାଡ଼ି ଦେଲା, କବାଟ କିଳିକି ରୁଷି ଶୋଇଲା। ବୁଢ଼ୀ ଖାଇ ନାହିଁ, ବୁଢ଼ା ମନ ଏବେ ବୁଝିଲା ନାହିଁ। ବଜାର ଗଲା, ତାମ୍ପେଡ଼ା ଶୁଖୁଆ କିଲେ ଆଣିଲା। ନିଜ ହାତରେ ସେ ଶୁଖୁଆ ଭାଜି ବୁଢ଼ୀକୁ ସେ ତାର ଖୁଆଇ ଦେଲା। ଦେଖିଲେ ତ ଆଜ୍ଞା, ବୁଢ଼ୀ ମାଉସୀ ପାଇଁ ବୁଢ଼ା ମଉସାଙ୍କର ଭଲ ପାଇବାକୁ। ଆପଣଙ୍କୁ ଯଦି ସେମାନଙ୍କର ଛାଡ଼ ଖାଇ ପର୍ବ ଭଲ ଲାଗିଛି ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ରହିଲି, ପୁଣି ଦେଖାହବ ଆସନ୍ତା ଭିଡ଼ିଓରେ। ନମସ୍କାର।